ସମସ୍ତଙ୍କୁ ମୋର ନୂଆ ୟୁଟ୍ୟୁବ ଚ୍ୟାନେଲ ଯାହାର ନାଁ ହଉଛି ଲର୍ନ ସ୍ମାର୍ଟ। ମୁଁ ଫାଷ୍ଟ ଟାଇମ ପାଇଁ ଭିଡ଼ିଓ ବନଉଛି, ତ ସମସ୍ତଙ୍କୁ ସ୍ୱାଗତ। ମୋ ନାଁ ହଉଛି ପ୍ରତୀକ, ଆଉ ମୁଁ ଏଥର 2025 OTT ଏକ୍ଜାମରେ 111 ମାର୍କ ରଖି ଉତ୍ତୀର୍ଣ୍ଣ ହେଇଛି। ତ ମୁଁ ଚାହୁଁଛି କି ଯୋଉମାନେ OTT ବା JTS ଜୁନିୟର ଟିଚର ସ୍କିମାଟିକ ପାଇଁ ପ୍ରିପେୟାର ହଉଛ, ସେମାନେ କିଭଳି ନୂଆ ଷ୍ଟ୍ରାଟେଜି ଆଉ ସିଲାବସକୁ ଷ୍ଟଡି କରି ଭଲ ଭାବରେ ଉତ୍ତୀର୍ଣ୍ଣ ହେଇ ଗୋଟେ ଭଲ ଗଭର୍ଣ୍ଣମେଣ୍ଟ ଜବ୍ ଆଉ ଭଲ ଟିଚର ହେବା ପାଇଁ ସୁଯୋଗ ବା ସପୋର୍ଟ ମିଳିବ, ସେଥିପ୍ରତି ମୁଁ ଏଇ ୟୁଟ୍ୟୁବ ଚ୍ୟାନେଲ ନେଇ ଆସିଛି। ତ ଫାଷ୍ଟ ଆମେ ଜାଣିବା କି OTT ଆଉ JTS ର ପ୍ରିପେୟାର କରିବାକୁ ହେଲେ ଆମକୁ ଫାଷ୍ଟ ସିଲାବସ ଦେଖିବାକୁ ପଡିବ। ଆମର OTT ଆଉ JTS ର ଜୁନିୟର ଟିଚର ସ୍କିମାଟିକ ଯୋଉଟା ଆମର ଆଗକୁ ବାହାରୁଛି, ଏବେ ତ JTS ନା ଏବେ AT ବୋଲି କୁହାଯାଉଛି, ଆସିଷ୍ଟାଣ୍ଟ ଟିଚର ବାହାରିବ। ମତେ ଲାଗୁଛି ଆଉ ମାସେ 2 ମାସ ପରେ ତାର ନୋଟିଫିକେସନ ଦେଖିବାକୁ ମିଳିବ। ତ ଆମେ ଏବେଠାରୁ ପ୍ରିପେୟାର ଷ୍ଟାର୍ଟ କରିବା। ତମ ସମସ୍ତଙ୍କର ଗୋଟିଏ କେବଳ କାମ କି ତମେ ଜଷ୍ଟ କେବଳ ଭିଡିଓକୁ ଦେଖ ଆଉ ବୁଝିବାକୁ ଚେଷ୍ଟା କର। ତ OTT ଆଉ JTS ର ଯାହାକି AT ଆସିଷ୍ଟାଣ୍ଟ ଟିଚର ର ଦିଟା ଯାକର ଗୋଟିଏ କମନ ସବଜେକ୍ଟ ହେଲା ପେଡାଗୋଜି। ପେଡାଗୋଜି ଦିଟା ଏକ୍ଜାମ ର କମନ, ଦିଟା ଏକ୍ଜାମ ର ସିଲାବସ ବି ସେମ ଅଛି ପେଡାଗୋଜିର। ତ ଆମେ ପେଡାଗୋଜି କୁ ଫାଷ୍ଟ କଭରେଜ କରିବା। ତ ସିଲାବସ କୁ ଦେଖିଲେ ତମର ଫାଷ୍ଟ ଆସିଯିବ ଚାଇଲ୍ଡ ଡେଭଲପମେଣ୍ଟ ଆଉ ପେଡାଗୋଜିର ୟୁନିଟ 1 ଅଣ୍ଡରଷ୍ଟାଣ୍ଡିଂ ଚାଇଲ୍ଡ ଡେଭଲପମେଣ୍ଟ। ତ ଫାଷ୍ଟ ଆମେ ଏଇ ସବୁ ସିଲାବସ ଗୁଡିକୁ ଗୋଟେ ଗୋଟେ ଭିଡିଓରେ କଭରେଜ କରିବା। ଆଉ ମୋର ଯଦି କିଛି ଭୁଲ ହେଇଥିବ ତ ମତେ କମେଣ୍ଟ ମାଧ୍ୟମରେ କହିବ, ମୁଁ ତାକୁ ସଂଶୋଧନ କରିବାକୁ ଚେଷ୍ଟା କରିବି। ତ ଫାଷ୍ଟ ଆମେ ଆଜି ସିଲାବସ ୱାଇଜ ଚାପ୍ଟର 1 ରୁ ଷ୍ଟାର୍ଟ କରିବା, ଯାହାର ନାଁ ହଉଛି କନସେପ୍ଟ ପ୍ରିନ୍ସିପାଲ ଆଣ୍ଡ ଷ୍ଟେଜେସ୍ ଅଫ ଚାଇଲ୍ଡ ଡେଭଲପମେଣ୍ଟ। ଏଇ ସବଜେକ୍ଟଟା ଏବେ ଷ୍ଟାର୍ଟ କରିବା। ତ ଆମେ ଫାଷ୍ଟ ଥିଓରି ପଢିବା। ଗୋଟେ ଭିଡିଓରେ ଥିଓରି ମୁଁ ବୁଝେଇବି, ଆଉ ଗୋଟେ ଭିଡିଓରେ ଆମେ MCQ ପ୍ରାକ୍ଟିସ କରିବା। ଏଇ ଭିଡିଓ ଦ୍ୱାରା ତମର ଏକ୍ଜାମ ରେ ବହୁତ ହେଲ୍ପ ରହିବ। ମତେ ବି ଏଇ ସବଜେକ୍ଟ ଗୁଡିକ ବହୁତ ହେଲ୍ପ କରିଥିଲା। ତ ଫାଷ୍ଟ ମୁଁ ଷ୍ଟାର୍ଟ କରୁଛି, କନସେପ୍ଟ ପ୍ରିନ୍ସିପଲ ଆଣ୍ଡ ଷ୍ଟେଜେସ୍ ଅଫ ଚାଇଲ୍ଡ ଡେଭଲପମେଣ୍ଟ। ଶିକ୍ଷାର୍ଥୀର ବିକାଶକୁ ବୁଝିବା, ବିକାଶର ମୂଳ ନୀତି, ବିକାଶର ବିଭିନ୍ନ ପର୍ଯ୍ୟାୟ ବା ସୋପାନ ଗୁଡିକୁ ଭଲ ଭାବରେ ବୁଝିବା ବା ଅନୁଧ୍ୟାନ କରିବା। ତ ପିଲାମାନେ ପେଡାଗୋଜି ପଢିବା ପୂର୍ବରୁ ପେଡାଗୋଜି ଗୋଟେ ଅଣ୍ଡରଷ୍ଟାଣ୍ଡିଂ ବେସ୍ଡ ସବଜେକ୍ଟ ଅଟେ, ଯୋଉଟା କି ତମର ଯେତେ ବୁଝିଲେ ସବଜେକ୍ଟ କୁ ସେତେ ତମର ମାର୍କ ଆସିବାର ଚାନ୍ସ ଅଛି। ଷ୍ଟାର୍ଟ କରିବା। ପ୍ରଥମେ ହେଡିଙ୍ଗ ଦେଲା କି ଶିକ୍ଷାର୍ଥୀର ବିକାଶକୁ କିପରି ଆମେ ବୁଝିବା ବା ଜାଣିପାରିବା, ଶିକ୍ଷାର୍ଥୀର ବିକାଶ କିପରି ଭାବରେ ହଉଛି। ତ ଗୋଟିଏ ପିଲାର ଦିନକୁ ଦିନ ଓଜନ ଉଚ୍ଚତା ବଢେ, ଠିକ ସେଥିପାଇଁ ବେଳେ ବେଳେ ସେ ପିନ୍ଧୁଥିବା ପ୍ୟାଣ୍ଟ ସାର୍ଟ ତାର ସାନ ହୋଇଯାଏ। ଏହା ସହିତ ତାର କଥାବାର୍ତ୍ତା ଓ କାର୍ଯ୍ୟ କରିବା ଶୈଳୀର ପରିବର୍ତ୍ତନ ହୁଏ। ଏହି ସବୁ ପରିବର୍ତ୍ତନର କାରଣ ହେଲା ଶିକ୍ଷାର୍ଥୀ ମାନଙ୍କର ସବୁ ସମୟରେ କିଛି ନା କିଛି ବୃଦ୍ଧି ଓ ବିକାଶ ଘଟିଥାଏ। ତ ପିଲାମାନେ ଆର ଅର୍ଥ କଣ? ପିଲା ଜନ୍ମ ହେବା ଠାରୁ ତାର ବିକାଶ ଘଟିଥାଏ, ତାର ବଡିର ବିକାଶ ଘଟିଥାଏ, ତାର ଦେହର ବିକାଶ ଘଟିଥାଏ। ତେଣୁ ସେମାନେ ସବୁବେଳେ ପରିବର୍ତ୍ତନଶୀଳ। ତ ଆମ ମନୁଷ୍ୟ ଗୋଟେ ବା ଶିକ୍ଷାର୍ଥୀ ଗୋଟେ ସଦାବେଳେ ପରିବର୍ତ୍ତନଶୀଳ ଅଟେ, ଚେଞ୍ଜେବଲ। ସବୁବେଳେ ବିକଶିତ ଓ ପରିବର୍ତ୍ତନଶୀଳ ଶିକ୍ଷାର୍ଥୀ ମାନଙ୍କର ବିକାଶ କିପରି ଘଟିଥାଏ, ଶିକ୍ଷକ ସେ ସବୁକୁ ନ ଜାଣିଲେ କୋମଳମତି ଶିକ୍ଷାର୍ଥୀ ମାନଙ୍କ ବିକାଶକୁ ତ୍ୱରାନ୍ୱିତ କରିପାରିବେ ନାହିଁ। ଗୋଟେ ଟିଚର ହିସାବରେ ତମେ ଯଦି ପିଲାମାନଙ୍କର ବିକାଶକୁ ବୁଝିପାରିବନି, ତାହେଲେ ତମେ ତାଙ୍କୁ କୋମଳମତି ଶିକ୍ଷାର୍ଥୀ ମାନଙ୍କୁ ତ୍ୱରାନ୍ୱିତ ବା ଡେଭଲପରେ ତାଙ୍କର ସାହାଯ୍ୟ କରିପାରିବ ନାହିଁ। ଆହୁରି ମଧ୍ୟ ଶିକ୍ଷାର୍ଥୀ ମାନଙ୍କର ଶାରୀରିକ, ମାନସିକ ଓ ସାମାଜିକ, ଫିଜିକାଲ, ମେଣ୍ଟାଲ ଆଣ୍ଡ ସୋସିଆଲ ଆଉ ଇମୋସନାଲ ଆଉ ମୋରାଲ ବିକାଶ ବା ନୈତିକ ବିକାଶ, ସେମାନଙ୍କର ଆବଶ୍ୟକତା, ଆଶା ଆକାଂକ୍ଷା ସମସ୍ୟା ବିଷୟରେ ଶିକ୍ଷକଙ୍କର ଉପଯୁକ୍ତ ଜ୍ଞାନ ଥିଲେ ଏଗୁଡିକୁ ସେ ଅଧ୍ୟୟନ କରି ସେମାନଙ୍କ ପାଇଁ ଉପଯୁକ୍ତ ଶିକ୍ଷଣ ପରିବେଶ ସୃଷ୍ଟି କରିପାରିବେ ଏବଂ ଉପଯୁକ୍ତ ମାର୍ଗଦର୍ଶନ କରିପାରିବେ। ଆର ଅର୍ଥ କଣ ହେଲା? ଗୋଟେ ଉପଯୁକ୍ତ ଶିକ୍ଷକ ହେବାକୁ ହେଲେ କିମ୍ବା
गोटे शिक्षार्थी को भल भल भाव पढ़ेଇବା ଆଉ गोटे शिक्षार्थी भल भाव उन्नति करने को हेले केते गुड़िए जिनिस को जानिबा को हबो। आज ए टीचर तमे स्टूडेंट रो शारीरिक बा फिजिकल मानसिक और सामाजिक मानसिक कहले मेंटल सामाजिक कहले सोशल आवेगिक कहले इमोशनल नैतिक विकास कहला माने मोराल डेवलपमेंट एई सब जिनस शिक्षार्थी रो जानिबा को पड़िबो ताहाले जायकी तांकर त्वरान्वित हब बा डेभलप्ड हेई परिबो तांकर सब क्षेत्र रे। एई सब कारण पई शिक्षादान शिक्षण निमंते शिक्षार्थी वृद्धि और विकास संबंध में शिक्षक मानकर उपयुक्त ज्ञान रहिबा आवश्यक अटे। हेडिंग आसला वृद्धि और विकास अर्थ। तो प्रथमे आमे जानिबा वृद्धि कौन वृद्धि आमे काहाकू कहिबा। तो पिला माने मो ओवरऑल एमती पढाई दी चाहूची कोन डाउट हेले तमे मते पछरे कमेंट रे कहिबो मु से अनुसार आउतरे आउरी भलो वीडियो करिकि तम पे आनिबी। तो फास्ट बुझी जाओ शारीरिक वृद्धि कहिले आमे साधारणतः ओजन और उच्चता को बुझी थाउ। यह शरीर विभिन्न अंग व वर्धित ओ प्रसारित अवस्था को बुझाई थाए। शरीर यही परिवर्तन को संख्या मात्रा परिमाण अनुसार विकास करा जाय परिबो। यथा कौन शिशुर ओजन 2 किलोग्राम और उच्चता 3 इंच वृद्धि पाइछि। वृद्धि कहला माने कौन जहाँ आमे ग्रोथ बोली कहि थाउ। साधारण भाषा रे तुमको जदि किए पचारला वृद्धि का आगु कह जाए तमे कहबो कि आम शरीर विकास आम शरीर ओजन उच्चतार वृद्धि को आमे वृद्धि बा ग्रोथ कहि थाउ। साधारणतः आकु मेजर भी कथारे अछि कि वृद्धि को आमे मेजर भी करि परिबा। मेजर करि परिबा माने गोटे पिलार जदि ओजन 2 केजी हेछि हुए तो आउ 5 वर्ष पर तार ओजन हेजिबो 18 केजी। तो एटा गोटे तार चेंजेबल हैला तार परिमाण बुद्धि हैला जा फल कि एटा आमे आकु आकलन करिकी आरो मेजरमेंट करि परिबा। उच्चता तांकर ओजन ये वृद्धि रे जीवो। तापर आसिला विकास जाको आमे डेवलपमेंट बोली कहू। शरीर विभिन्न अंग प्रत्यंगर कार्य करिवार क्षमतार उन्नति घटिबा ए प्रकार परिवर्तन अटे। एही कर्म कुशलतारे परिवर्तन को विकास कहे। विकास काहाकू कहे ना ग्रोथ कहले बॉडी रो डेवलपमेंट विकास कहले ब्रेन रो डेवलपमेंट को बुझाए। गोटे पिला छोट बोलू जेतले जन्म हैला से साइकिल चले जानि नथला कारण तार डेवलपमेंट बा विकास होई नथला। जेतेबेले तार ग्रोथ हैला तार हातर मैच्योरिटी आसिला से जेतेबेले 6-7 वर्ष हैला सेही समय रे तार विकास हैला और से साइकिल चले परिला। खास करिकि तमरो विकास रो बा डेवलपमेंट को तम ब्रेन रो तम कैपेबल कोनोसी कार्य करिवार क्षमता को विकास बोली कुहा जाय। अन्य अर्थरे कहिबाकू गले विकास हेउची कार्य करिबा शैलीर गुणात्मक परिवर्तन। हस्तर दैर्घ्य हस्त कहला माने पिलाने हाथ हस्तर दैर्घ्य बढ़िबा को वृद्धि कहला बेले सेही समय हस्तर कर्मकुशलता हेउथिबा उन्नति घटिबा को विकास कह जाए। तो पिलाने एटा गोटे बहुत भलो पॉइंट अटे। से कहला हाथर दैर्घ्य हाथर आकार बढ़िबा को आमे वृद्धि कहबा। आ हाथ द्वारा आमे जहा सब काम करि परिबा जहा सब कौशल आमे करि परिबा ताहाकू आमे विकास बोली कहिबा। शारीरिक परिपक्वता और अनुभूति आहरण फल शिक्षार्थी जो धारावाहिक उन्नतिशील तथा प्रगतिशील परिवर्तन आसे ताहाकू आमे विकास बोली कहिबा। पिला माने एटा गोटे नोट डाउन करिकि घोषि दबो। विकास पाई शिक्षार्थी कार्य करिबा शैली रे नूतनता और उत्कर्षता देखा जाई थाए। विकासर प्रभाव शिक्षार्थी अधिक उपयोगी सुस्थ स्थिर दृढ़ और सुसंगठित होई कार्य करिथाए। एही सब कारण पई शिशुर व्यवहार तथा विभिन्न कार्य संपादन प्रगतिशील धारावाहिक क्रमिक और सुसंगत परिवर्तन गुड़ी को विकास कुहा जाए। तो विकासर कौन प्रिंसिपल मूल नीति कौन प्रिंसिपल कौन विकास वंशगत और परिवेश द्वारा प्रभावित होता है। विकास हेरिडिटी और एनवायरनमेंट द्वारा कौन प्रभावित होता है। कौन देखिए विकास किपरि भाव में वंशगत बा हेरिडिटी बा परिवेश बा एनवायरनमेंट द्वारा प्रभावित होता है से पैराग्राफ रे टिके पढ़िबा। वंशगत गुण शिक्षार्थी विकास को यथेष्ट प्रभावित करिथाए। जन्म समय प्रत्येक शिशु तार पितामाता ठारू किछि ना किछि गुण स्वाभाविक आहरण करिथाए।
ଉପଯୁକ୍ତ ପରିବେଶ ମିଳିଲେ ଉକ୍ତ ବଂଶଗତ ଗୁଣଗୁଡ଼ିକ ବିକଶିତ ହୋଇଥାଏ। ଭବିଷ୍ୟତରେ ଶିଶୁର ସ୍ୱଭାବ ବ୍ୟକ୍ତିତ୍ୱ କିପରି ହେବ ତାହା ତାର ବଂଶଗତ ଗୁଣ ଓ ସେ ଲାଳିତ ପାଳିତ ପରିବେଶ ଉପରେ ନିର୍ଭର କରେ। ଏହା ଛଡା ଶିଶୁର ବିକାଶ ପାଇଁ ତାର ବଂଶଗତ ଗୁଣ ଓ ପରିବେଶ ମିଳିତ ଭାବରେ ସାହାଯ୍ୟ ବା କାର୍ଯ୍ୟ କରିଥାନ୍ତି। ତ ଏହାର ଅର୍ଥ କଣ ହେଲା ନା ବିକାଶ ଡେଭଲପମେଣ୍ଟ ସଦାବେଳେ ନିର୍ଭର କରେ କାହା ଉପରେ ନା ବଂଶଗତ ଗୁଣ ଉପରେ ଆଉ ଗୋଟେ ହେଲା ପରିବେଶ ଉପରେ। ବଂଶଗତ ଗୁଣ କହିଲା ମାନେ କଣ ଦେଖିବ ଗୋଟେ ଗୋଟେ ପିଲାଙ୍କର ତାଙ୍କ ବାପା ଙ୍କର ଆଖି ଯଦି ନୀଳ କଲର ହେଇଥିବ କିମ୍ବା ତାଙ୍କ ମାଙ୍କର ଆଖି ନୀଳ କଲର ହେଇଥିବ ତ ପିଲାର ଆଖି ବି ସେଇ ଅନୁସାରେ ନୀଳ କଲର ହେଇକି ଆସେ। ଏଇଟାକୁ ଆମେ କହିବା କଣ ବଂଶଗତ। ବଂଶଗତ ମାନେ କଣ ହେରିଡିଟି ମାନେ ତାଙ୍କ ଜିନ୍ ରୁ ଆସିଛି ତାଙ୍କର ସେଇ ଗୁଣଟା। ଆଉ ଗୋଟେ ଗୁଣ କଣ ନା ପରିବେଶ। ଗୋଟେ ପିଲା ଦେଖିବ ଗୋଟେ ଭଲ ପରିବେଶରେ ଜନ୍ମ ଗ୍ରହଣ କଲେ ବା ଜନ୍ମ ହେଲେ ସେଇ ପରିବେଶ ସହିତ ଆକ୍ୱାଣ୍ଟେଡ ରହିଲେ ସେଇ ପରିବେଶ ସହିତ ମିଳାମିଶା କଲେ ସେ ଭଲ ହିଁ ହେଇଯିବ। ଆଉ ଦେଖିବ ଗୋଟେ ଭଲ ପରିବେଶ ହୋଇନଥିବ ସେଇ ଜାଗାରେ ଗୋଟେ ପିଲା ଜନ୍ମ ହେଲା ତ ସେଇ ଭଲ ହୋଇନଥିବା ପରିବେଶ ସହିତ ସେ ଖାପ ଖୁଆଇ ଚଳିବ ଆଉ ତାର ବି ସମାଜଟେ ବହୁତ ଖରାପ ହବ। ତ ଏଇଟା ମନେ ରଖିବା ଉଚିତ। କୋଶ୍ଚିନ୍ ଆସିବାରେ ବିକାଶ କାହା ଉପରେ ଅଧିକ ନିର୍ଭର କରେ ଗୋଟେ ହେଲା ବଂଶଗତ ଉପରେ ଆଉ ଗୋଟେ ହେଲା ପରିବେଶ ଉପରେ। ଦୁଇଟି ଯାକ ଫ୍ୟାକ୍ଟର ବା ଦୁଇଟି ଯାକ ପ୍ରିନ୍ସିପଲ ବିକାଶକୁ କଣ କରେ ଡେଭଲପ କରିବାରେ ସାହାଯ୍ୟ କରେ। ବିକାଶ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ କରେ। ବିକାଶ ଗୋଟେ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ କରେ। କଣ ଶୃଙ୍ଖଳିତ ଭାବରେ ଧୀରେ ଧୀରେ ପାହାଚ ପାହାଚ ଦେଇ ବିକାଶ ଚାଲିଥାଏ। ଉଦାହରଣ ସ୍ୱରୂପ ପ୍ରତ୍ୟେକ ବ୍ୟକ୍ତି ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ସୋପାନ ଯଥା ଶୈଶବାବସ୍ଥା, ବାଲ୍ୟାବସ୍ଥା, କୈଶୋର ଅବସ୍ଥା, ପରିଣତ ଅବସ୍ଥା ଦେଇ ଗତି କରିଥାଏ। ପୂର୍ବ ଅବସ୍ଥାର ବିକାଶ ବର୍ତ୍ତମାନ ଅବସ୍ଥାର ବିକାଶକୁ ପ୍ରଭାବିତ କରେ। ଶିଶୁ ବର୍ତ୍ତମାନ ବିକାଶ ଆଧାରରେ ତାର ଭବିଷ୍ୟତ ବିକାଶ ସମ୍ଭବ ହୋଇଥାଏ। ଉଦାହରଣ ସ୍ୱରୂପ ଶିଶୁ ପ୍ରଥମେ ପେଟାଇବା ଆରମ୍ଭ କରି ପରେ ଗୁରୁଣ୍ଡିବା ତାପରେ ଠିଆ ହେବା, ଦୌଡ଼ିବା, ନାଚିବା ଇତ୍ୟାଦି କାର୍ଯ୍ୟ କରିଥାଏ। ଶିଶୁର ଏହି ବିକାଶ କ୍ରମ ଅନୁସାରେ ହେଉଥିବା କେଉଁ ପର୍ଯ୍ୟାୟରେ ତାର କି ପ୍ରକାରର ବିକାଶ ହେବ ସେ ବିଷୟରେ ପୂର୍ବ ସୂଚନା ଦିଆଯାଇପାରେ। ଏଇ ପାରାଗ୍ରାଫର ଅର୍ଥ କଣ ନା ବିକାଶ ଏକ ନିର୍ଦ୍ଦିଷ୍ଟ ଦିଗରେ ଗତିଶୀଳ କରେ। ଦେଖିବ ଗୋଟେ ପିଲା ଜନ୍ମ ହେବା ମାତ୍ରେ ସେ କେବେ ଦୌଡ଼ିବା ଷ୍ଟାର୍ଟ କରେନି। ଦୁନିଆରେ ଯେତିକି ପିଲା ହଉଛନ୍ତି ଗୋଟେ ଧରତେ ଗୋଟେ 2 ମାସର ପିଲା ସେ କେବେ ବି ଦୌଡ଼ି ପାରିବନି। ସେ ତାର ଗୋଟେ ପର୍ଟିକୁଲାର ଟାଇମିଂ ଆସିଲେ ତାର ଡେଭଲପମେଣ୍ଟ ହବ, ଗ୍ରୋଥ ହବ, ଦେନ୍ ସିଏ କଣ ଦୌଡ଼ି ପାରିବ। ତ ସମସ୍ତଙ୍କର ବିକାଶ ଗୋଟେ ସମାନ ବେଗରେ ଗୋଟେ ନିର୍ଦ୍ଦିଷ୍ଟ ଗତିଶୀଳରେ ଯାଇଥାଏ। ଏମିତି ନାହିଁ ଯେ ହୁଏତ କାହାର ଜଲ୍ଦି ଆସିଯାଏ କାହାର ଲେଟରେ ସେମିତି ନାହିଁ। ଗୋଟେ ପ୍ରୋସେସରେ ଗୋଟେ ଗତିଶୀଳରେ ସେ ଯାଇଥାଏ। ଏମିତି ନାହିଁ ଯେ ଫାଷ୍ଟରେ ସେ ଦୌଡ଼ିବା ଷ୍ଟାର୍ଟ କରିବ ତାପରେ ଗୁରୁଣ୍ଡିବା ଷ୍ଟାର୍ଟ କରିବ ନା। ଆଗେ ଗୁରୁଣ୍ଡିବ ତାପରେ ଧୀରେ ଧୀରେ ଆଣ୍ଠେଇ ଆଣ୍ଠେଇ ଚାଲିବ ତାପରେ ଠିଆ ହବ। ଠିଆ ହେଇସାରିଲା ପରେ ତାପରେ ଧୀରେ ଧୀରେ ଚାଲିବା ଷ୍ଟାର୍ଟ କରିବ। ସିଏ ଗୋଟେ ନିର୍ଦ୍ଦିଷ୍ଟ ଗତିଶୀଳରେ ତାର ବିକାଶକୁ ଡେଭଲପ କରିଥାଏ। ତ ଏଇ ପାରାଗ୍ରାଫରେ ଏତିକି ହିଁ ସେ କହିବାକୁ ଚାହୁଁଥିଲା। ପ୍ରତ୍ୟେକ ବ୍ୟକ୍ତିର ବିକାଶର ଧାରା ଅଲଗା। ପ୍ରତ୍ୟେକ ବ୍ୟକ୍ତିର ବିକାଶର ଧାରା ଅଲଗା ଅଟେ। କିପରି? ଶିଶୁମାନଙ୍କର ବିକାଶରେ ଭିନ୍ନତା ଦେଖାଯାଏ। କୌଣସି ପିଲା ସେମ୍ ହୋଇନଥାନ୍ତି। ସମସ୍ତେ ନିଜ ନିଜ କ୍ଷେତ୍ରରେ ୟୁନିକ୍ ଆଉ ଆଡଭାନ୍ସ। କେତେକ ଶିଶୁଙ୍କର ମାନସିକ ବିକାଶ ଶୀଘ୍ର ହୋଇଥିବା ବେଳେ କେତେକ ଶିଶୁଙ୍କର ବିକାଶ ଧୀର ହୋଇଥାଏ। କେତେକ ଝିଅ ପିଲା 12 ବର୍ଷ ବୟସରେ ଯୌବନ ପ୍ରାପ୍ତ ହୋଇଥିବା ବେଳେ ଆଉ କେତେକ 14 ବର୍ଷ ବୟସରେ ଯୌବନ ପ୍ରାପ୍ତ ହୋଇଥାନ୍ତି। କେତେକ ଶିଶୁଙ୍କର ବିକାଶ ସାଦୃଶ୍ୟ ହୋଇଥିବା ବେଳେ ଆଉ କେତେକଙ୍କ ମଧ୍ୟରେ ଭିନ୍ନତା ଦେଖାଯାଏ। ବିକାଶର ଏକ ନିର୍ଦ୍ଦିଷ୍ଟ ପର୍ଯ୍ୟାୟରେ ପ୍ରତ୍ୟେକ ଶିଶୁଙ୍କର ଏକା ପ୍ରକାରର ବିକାଶ ପରିଲକ୍ଷିତ ହୋଇଥାଏ। ମାତ୍ର ବିକାଶର ଧାରା ଦୃଷ୍ଟିରୁ ବ୍ୟକ୍ତି ବ୍ୟକ୍ତି ମଧ୍ୟରେ ପାର୍ଥକ୍ୟ ଦେଖାଯାଏ। ବିକାଶର ଧାରାରେ ଭିନ୍ନତା ଦେଖାଯାଉଥିଲେ ମଧ୍ୟ ଏକ ବ୍ୟକ୍ତିର ବିକାଶ ଧାରାରେ ସାମାନ୍ୟତା ରହିଥାଏ। ଉଦାହରଣ ସ୍ୱରୂପ ଯେଉଁ ଶିଶୁଟି ତାର ସମବୟସ୍କ ଅନ୍ୟ ଶିଶୁ ଠାରୁ ଡେଙ୍ଗା ଦେଖାଯାଏ ସେ ଭବିଷ୍ୟତରେ ମଧ୍ୟ ସେହି ସମବୟସ୍କ ଅନ୍ୟ ଶିଶୁଙ୍କ ଠାରୁ ଡେଙ୍ଗା ରହିବାର ସମ୍ଭାବନା ଅଧିକ ଥାଏ। ତ ସିଏ କହିଲା ପ୍ରତ୍ୟେକ ବ୍ୟକ୍ତି ବା ପ୍ରତ୍ୟେକ ବ୍ୟକ୍ତିର ବିକାଶ ଧାରା ଅଲଗା ଅଲଗା ହୋଇଥାଏ। ସମସ୍ତଙ୍କର ମେଣ୍ଟାଲିଟି ପିଲାମାନେ ଅଲଗା ଅଲଗା। ଦେଖ ଗୋଟେ ପିଲାର ମେଣ୍ଟାଲିଟି ଆଇକ୍ୟୁ ଲେବୁଲ
ହଠାତ୍ ଦେଖିବ 5 ବର୍ଷ ପଞ୍ଚମ ଯେହେତୁ 5 ବର୍ଷର ପ୍ରଥମ ଶ୍ରେଣୀରେ ପଢୁଛି ସେ ହଠାତ୍ 25 କହିସାରିଲାନି। ସେଇ ତା ଏଜ ର ପ୍ରଥମ ଶ୍ରେଣୀର ପିଲାମାନେ 25 କହିପାରୁନାହାନ୍ତି, ଯାହା ଫଳରେ ଏଇଥିରୁ ତାଙ୍କର କଣ ଭିନ୍ନତା, ଏଇଟା ବିକାଶର ଧାରା ଅଲଗା ଅଲଗା ଦେଖାହେଲା। ଆର ଡେଭଲପ ଟିକେ ଜଲ୍ଦି ହେଇଗଲା, ତାର ଡେଭଲପ ଟିକେ କମ ହେଇଗଲା ଆଜ ଏ ଥିଙ୍କିଂ ଲେବୁଲରେ ଆଉ ତମର ପାଠ ପଢା ଲେବୁଲରେ। ସେଇପରି ଦେଖିବ ତମର ଗ୍ରୋଥ ରେ ବି ଭିନ୍ନତା ଦେଖାଦିଏ। ଯେପରି ଏପଟେ କହିଲା ଅ, ତମର ଦେଖିବ କେତେ ଜଣଙ୍କର ବହୁତ ଶୀଘ୍ର ଦେହର ଗ୍ରୋଥ ହେଇଥାଏ, ଆଉ କେତେ ଜଣଙ୍କର ଲେଟ ରେ ଗ୍ରୋଥ ହେଇଥାଏ। ତ ଏହା ତମର ବୃଦ୍ଧିକୁ ବି ଅଲଗା ଅଲଗା କରିବାରେ ସହାୟକ ହୋଇଥାଏ। ବିକାଶ ଏକ ଧାରାବାହିକ ପ୍ରକ୍ରିୟା, ବିକାଶ ଗୋଟେ କଣ୍ଟିନ୍ୟୁଅସ ପ୍ରୋସେସ। ବିକାଶ କେବେ ବି ବନ୍ଦ ହୁଏନି ତମର ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ। ସେଥିପାଇଁ କୁହାହେଲା ବିକାଶ ଏକ ଧାରାବାହିକ ପ୍ରକ୍ରିୟା। ଏଇଟା ପିଲାମାନେ ଇମ୍ପୋର୍ଟାଣ୍ଟ ଅଟେ, ଏଇଟାକୁ ସମସ୍ତେ ଟିକେ ମନେ ରଖିଥବ। ବିକାଶ ଗୋଟେ କୋଉ ପ୍ରକ୍ରିୟା ଅଟେ? ଇଟ ଇଜ କଣ୍ଟିନ୍ୟୁଅସ ପ୍ରୋସେସ। ଓକେ, ଏଇଟା ରଖିଦେଇଥିବ। ବିକାଶ ଫଳରେ ଶିଶୁର ଶରୀରର ବିଭିନ୍ନ କାର୍ଯ୍ୟକଳାପ ଶୈଳୀରେ ଯେଉଁ ପରିବର୍ତ୍ତନ ଘଟିଥାଏ ତାହା ହଠାତ୍ ହୋଇ ନଥାଏ। ମନୁଷ୍ୟର ଜୀବନ କାଳ ମଧ୍ୟରେ ହେଉଥିବା ବିକାଶ ଧାରାବାହିକ କ୍ରମ ଅନୁସାରେ ଘଟିଥାଏ। ଶିକ୍ଷାଗତ କୃତିତ୍ୱ, ବ୍ୟକ୍ତିଗତ ନିପୁଣତା କିମ୍ବା ଦୈନନ୍ଦିନ ଜୀବନରେ ଆବଶ୍ୟକ ହେଉଥିବା ଦକ୍ଷତା ଗୁଡିକ ଶିକ୍ଷାର୍ଥୀ ତତ୍କାଳୀନ ଆହରଣ କରିପାରେ ନାହିଁ। ଏହା ଆସ୍ତେ ଆସ୍ତେ ଶିକ୍ଷା କରାଯାଇଥାଏ। ତେଣୁ ରାତାରାତି ଶିକ୍ଷାର୍ଥୀ ଠାରେ ବ୍ୟକ୍ତିତ୍ୱର ପରିବର୍ତ୍ତନ ବା ବ୍ୟକ୍ତିଗତ ଗୁଣର ପରପ୍ରକାଶ ଆଶା କରିବା ଶିକ୍ଷକଙ୍କ ପକ୍ଷେ ଉଚିତ ହବ ନାହିଁ। ତ ପିଲାମାନେ ବିକାଶ ଏକ ଧାରାବାହିକ ପ୍ରକ୍ରିୟା, କଣ୍ଟିନ୍ୟୁଅସ ପ୍ରୋସେସ। ଏଟା କେବେ ହଠାତ୍ ହୁଏ ନାହିଁ। ତମେ କହିବ କି ମୁଁ ଆଜି ତମ ସ୍କୁଲକୁ ନୂଆ ପିଲା ଆସିଛି, ଆଜି ମୁଁ ହିଁ ସବୁ ସିଲାବସ ପଢେଇଦେବି, ନା। ସବୁ ଜିନିଷର ଗୋଟେ ଗୋଟେ କଣ୍ଟିନ୍ୟୁଅସ ଥାଏ, ସେଟା କଣ୍ଟିନ୍ୟୁଅସ ଧୀରେ ଧୀରେ ଶିଖି 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 ଯିବ। ତ ବିକାଶ ଗୋଟେ କଣ୍ଟିନ୍ୟୁଅସ ବା ଆ, ବିକାଶର ଧାରା ବା ଅଲଗା ହୋଇଥାଏ ବା ଧାରାବାହିକ ପ୍ରକ୍ରିୟା ହୋଇଥାଏ। ପ୍ରାରମ୍ଭିକ ପର୍ଯ୍ୟାୟରେ ବିକାଶର ଗତି କ୍ଷିପ୍ର ଥାଏ। ଷ୍ଟାର୍ଟିଂ ରେ ତମର ବିକାଶ ବହୁତ ଶୀଘ୍ର ହୁଏ, ପୁରା ରାପିଡ ହବ, ବହୁତ ଶୀଘ୍ର ଏମିତି ହବ। ଜନ୍ମ ଆରମ୍ଭରେ ବା ପ୍ରଥମ କିଛି ବର୍ଷ ମଧ୍ୟରେ ଶିଶୁର ବିକାଶ ଦ୍ରୁତ ହୋଇଥାଏ। ପରବର୍ତ୍ତୀ ସମୟରେ ପ୍ରାକ୍ କୈଶୋରାବସ୍ଥା ପର୍ଯ୍ୟନ୍ତ ବିକାଶ କ୍ରମ ଧୀର ହୋଇଥାଏ। ପିଲାମାନେ ଫାଷ୍ଟ ତମର ବିକାଶ ବହୁତ ସ୍ପିଡ ଚାଲିଥାଏ, ବିକାଶ ବହୁତ ଜଲ୍ଦି ଜଲ୍ଦି ହୋଇଥାଏ। କିନ୍ତୁ ପ୍ରାକ୍ କୈଶୋର ଅବସ୍ଥା ଯୋଉଟା ଆଡୋଲିସେନ୍ସ, ପ୍ରି ଆଡୋଲିସେନ୍ସ ରେ ତମର ବିକାଶ ଟା କମ କମ ହେବାକୁ ଲାଗେ। ମାନେ କୈଶୋର ଅବସ୍ଥା ପରେ ଯୋଉଟା ଆସିବ, ସେଟା ଆଗକୁ ମୁଁ ପଢେଇବି। ଛୋଟ ପିଲାମାନଙ୍କର ଶାରୀରିକ ବୃଦ୍ଧି ବିକାଶ ଏତେ ଦ୍ରୁତ ଗତିରେ ହୋଇଥାଏ ତାହା ଆମେ ଜାଣି ପାରିଥାଉ। ଜୀବନର ପ୍ରଥମ 5 ବର୍ଷ ମଧ୍ୟରେ ଶିଶୁର ଅଧିକାଂଶ ଗୁଣ ବିକଶିତ ହେବା ଆରମ୍ଭ କରେ। ଏହା ଛଡା ତାର ବ୍ୟକ୍ତିତ୍ବ, ଆତ୍ମବିଶ୍ୱାସ ଓ ଶିକ୍ଷଣ ପ୍ରତି ଆଗ୍ରହ ମୂଳଦୁଆ ବଢିଥାଏ। ତେଣୁ ଶିଶୁକୁ ଯେଉଁ ଗୁଣ ଶିକ୍ଷା ଦିଆଯିବା କଥା ତାହା ଛୋଟ ଅବସ୍ଥାରୁ ଆରମ୍ଭ ହେବା ଆବଶ୍ୟକ। ପ୍ରାରମ୍ଭିକ ଅବସ୍ଥାରେ ଦୋଷ ଦୁର୍ବଳତା ରହିଗଲେ ପରବର୍ତ୍ତୀ ଅବସ୍ଥାରେ ସେଗୁଡିକ ସଜାଡିବା ସହଜ ହୋଇ ନଥାଏ। ତ ଛୋଟ ବେଳୁ ଯଦି ଆମେ ପିଲାଙ୍କୁ ଭଲ ଶିକ୍ଷା ଦେଇଦବା, ସେଇ ସମୟରେ ତାଙ୍କର ବିକାଶ ଟା ବହୁତ କ୍ଷିପ୍ର ଗତିରେ ହୋଇଥାଏ। ତ ସେମାନେ ସଡନଲି ସେଇଟାକୁ ଧରିଦେବେ, ଆଉ ମାନେ ବହୁତ ତାଙ୍କର ଇମ୍ପ୍ରୁଭ ହବ। ସେଇ ଛୋଟ ବୟସରୁ ଯଦି ତାଙ୍କୁ ଯଦି ଆମେ ଫୋନ ଦେବା, କିଛି ମାନେ ବୁଲିବାକୁ ତାକୁ ଛାଡିବା, ଖେଳିବାକୁ ଛାଡିବା, ଅବଶ୍ୟ ଖେଳ ପିଲାଙ୍କ ପାଇଁ ଭଲ, କିନ୍ତୁ ପାଠ ପଢାରୁ ଯଦି ତାଙ୍କୁ ଦୂର କରିଦେବା ସେମାନଙ୍କ ପାଇଁ ଫ୍ୟୁଚରରେ ସେଇଟାକୁ କରିବା ସମ୍ଭବ ହୋଇନଥାଏ, ସହଜ ହୋଇନଥାଏ। ଦ୍ରୁତ ବିକାଶ ଫଳରେ ଶିଶୁର ଅଧିକ କର୍ମତତ୍ପର ହୋଇ ଉଠେ, ଶରୀରରୁ ଅଧିକ ଶକ୍ତି କ୍ଷୟ ହେବା ଫଳରେ ସେ କ୍ଳାନ୍ତ ହୋଇଯାଏ। ତେଣୁ ନିୟମିତ ବ୍ୟବଧାନରେ ଖାଦ୍ୟ, ବିଶ୍ରାମ, ଆମୋଦ ପ୍ରମୋଦ ବ୍ୟବସ୍ଥା ହେବା ଆବଶ୍ୟକ। ସେଥିପାଇଁ ବିଦ୍ୟାଳୟ କାର୍ଯ୍ୟ ନିର୍ଘଣ୍ଟରେ ବିଶ୍ରାମର ବ୍ୟବସ୍ଥା ରହିବା ଦରକାର। ତ ମଝିରେ ମଝିରେ ତାଙ୍କୁ ରେଷ୍ଟ ବି ଦରକାର, କାରଣ ଛୋଟବେଳେ ପିଲା ବହୁତ ଆକ୍ଟିଭ ଥାନ୍ତି। ଏତେ ମାତ୍ରାରେ ତାଙ୍କ ବଡିକୁ ଆକ୍ଟିଭରେ ଲଗାନ୍ତି ଯେ ତାଙ୍କ ବଡି ସେଇ ସମୟରେ ତାଙ୍କର କଣ ବହୁତ କ୍ଳାନ୍ତ ଅନୁଭବ କରେ। ତ ତାଙ୍କୁ ରେଷ୍ଟର ଆବଶ୍ୟକତା ରହିଥାଏ। ନେକ୍ସଟ ହେଡିଙ୍ଗ କହିଲା କଣ? ସମସ୍ତ ବିକାଶ ମଧ୍ୟରେ ନିବିଡ଼ ସମ୍ପର୍କ ରହିଛି। ସମସ୍ତେ ନିଜ ନିଜ ମାନେ ସବୁ ବିକାଶ ପରସ୍ପର ସହିତ ଇଣ୍ଡିଭିଜୁଆଲ କନେକ୍ଟେଡ। ବିଭିନ୍ନ ପର୍ଯ୍ୟାୟରେ ଶିକ୍ଷାର୍ଥୀର ଶାରୀରିକ, ମାନସିକ, ସାମାଜିକ, ଆବେଗିକ ଓ ନୈତିକ ବିକାଶ ଘଟିଥାଏ। ଏହି ସବୁ ବିକାଶ ଗୁଡିକ ପରସ୍ପର ଠାରୁ ଅଲଗା ଲାଗୁଥିଲେ ମଧ୍ୟ
ଏଗୁଡିକ ମଧ୍ୟରେ ନିବିଡ଼ ସମ୍ପର୍କ ଥାଏ। ତ ପରସ୍ପର ଦେଖ ତମର ଶାରୀରିକ, ମାନସିକ, ସାମାଜିକ, ଆବେଗିକ, ନୈତିକ ବିକାଶ ପରସ୍ପର ଏଇ ଯେତିକି ଡେଭଲପମେଣ୍ଟ ବିକାଶ ଅଛି ପରସ୍ପର ସହିତ ଇଣ୍ଟର କନେକ୍ଟେଡ। ଯେମିତିକି ଶାରୀରିକ ବିକାଶ ସହିତ ମାନସିକ ସାମାଜିକ ତ୍ୱରାନ୍ୱିତ ହୋଇଥାଏ। ସାମାଜିକ ଓ ମାନସିକ ବିକାଶ ଫଳରେ ଆବେଗିକ ନୈତିକ ବିକାଶ ସହଜ ହୋଇଥାଏ। ଉଦାହରଣ ସ୍ୱରୂପ ଶିଶୁଟି ଯେତେବେଳେ ଚାଲିବାକୁ ଆରମ୍ଭ କରେ ସେ ତାର ଚାରିପାଖରେ ବ୍ୟକ୍ତି ଓ ବସ୍ତୁ ଓ ଘଟଣା ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରେ, ଯାହା ଏକ ମାନସିକ ବିକାଶର ଲକ୍ଷଣ ଅଟେ। ତ ସିଏ ଯଦି ଗୋଟେ ବିଷୟ, ଗୋଟେ ବସ୍ତୁ, ଗୋଟେ ଘଟଣାକୁ ଜାଣିବାକୁ ଚେଷ୍ଟା କରୁଛି, ଏଥିରେ ତାର ବ୍ରେନ ର କାମ ହେଲା। ଆଉ ବ୍ରେନ ର କାମ ମାନେ ସେଇଟା କୋଉଥିରେ ଯିବ? ମାନସିକ ବିକାଶରେ ଯିବ। ସେ ତାର ଚାରିପାଖରେ ଥିବା ବ୍ୟକ୍ତିମାନଙ୍କ ସହ ସମ୍ପର୍କ ବଢାଇଥାଏ, ଯାହା ଏକ ସାମାଜିକ ଦକ୍ଷତା ଅଟେ। ସୋସିଆଲ କନେକ୍ଟେଡ ବା ସୋସିଆଲ କନେକ୍ଟିଭିଟି। ଗୋଟେ ପିଲା ତାର ସାଙ୍ଗମାନଙ୍କ ସହିତ ମିଶୁଛି, ତାଙ୍କ ପଡୋଶୀର ସାଙ୍ଗମାନଙ୍କ ସହିତ ମିଶୁଛି, ସ୍କୁଲ ର ସାଙ୍ଗମାନଙ୍କ ସହିତ ମିଶୁଛି। ତ ଏଇ ଯୋଉ ମିଶୁଛି ଏଟା ସେ ତାର ସୋସିଆଲ ଟାକୁ କଣ ଇମ୍ପ୍ରୁଭ କରୁଛି। ତ ଏଇଟା ଗୋଟେ ସୋସିଆଲ ଦକ୍ଷତା ବା ସାମାଜିକ ଦକ୍ଷତାକୁ ବୁଝାଇଥାଏ। ବିଭିନ୍ନ ବ୍ୟକ୍ତି ବା ବସ୍ତୁ ଘଟଣା ସଂସ୍ପର୍ଶରେ ଆସିବା ଦ୍ୱାରା ସେ ଆନନ୍ଦିତ ହୋଇପାରେ, ଭୟଭୀତ ହୋଇପାରେ ଓ କ୍ରୋଧିତ ହୋଇପାରେ। ଏଗୁଡିକ ଆବେଗିକ ଆଚରଣର ଲକ୍ଷଣ। ଶିଶୁର ଶାରୀରିକ ବୃଦ୍ଧି ସହିତ ତାର ବୈଦିକ, ସାମାଜିକ, ଆବେଗିକ ଓ ନୈତିକ ବିକାଶ ପାଇଁ ସାଂଗଠନିକ ପରିବେଶ, ଆବେଗିକ ପରିବେଶ, ବିଭିନ୍ନ ପ୍ରକାରର ସାମାଜିକ କାର୍ଯ୍ୟ, ନୈତିକ ଶିକ୍ଷା, ଖେଳକୁଦ, ନାଟକ, ସଙ୍ଗୀତ, ନୃତ୍ୟ ଆଦି କାର୍ଯ୍ୟକ୍ରମ ସହାୟକ ହୋଇଥାଏ। ତ ଯେତିକି ଆମର ଆକ୍ଟିଭିଟି ରହିଲା ଛୋଟବେଳେ ଯଦି ଆମେ ପିଲାମାନଙ୍କୁ ଦେବା, ସେଇଟା ତାଙ୍କର ଫ୍ୟୁଚର ପାଇଁ ବହୁତ ହେଲ୍ପଫୁଲ ହୋଇଥାଏ। ନେକ୍ସଟ ହେଲା ପ୍ରାବେଦିକରଣ ଓ ଏକୀକରଣ ପ୍ରକ୍ରିୟା ମାଧ୍ୟମରେ ବିକାଶ ସଂଗଠନ ହୋଇଥାଏ। ଦେଖିବା ଏଇଟା କଣ ଲେଖା ହେଇଛି। ଜନ୍ମ ଆରମ୍ଭରେ ଶିଶୁଟି ଏକ ଜୀବକୋଷର ପିଣ୍ଡୁଳା ଆକାରରେ ଥାଏ। ଶରୀରର ବୃଦ୍ଧିର ଅଗ୍ରଗତି ଫଳରେ ପ୍ରାୟ 9 ମାସ ବୟସରେ ତାର ଶରୀର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗ ଜାଣି ହୁଏ। ଠିକ କଥା। ସେହିପରି ଶିଶୁଟି ପ୍ରଥମେ ପ୍ରତ୍ୟେକ ବ୍ୟକ୍ତିକୁ ତାର ମା ବୋଲି ଭାବିଥାଏ। ବୟସ ବୃଦ୍ଧି, ବିକାଶ, ଅନୁଭୂତି ଫଳରେ ସେ ମିଶୁଥିବା ସବୁ ବ୍ୟକ୍ତି ମଧ୍ୟରେ ପ୍ରଭେଦ ଜାଣିପାରେ ଓ ନିର୍ଦ୍ଦିଷ୍ଟ ସ୍ତ୍ରୀ ଲୋକଙ୍କୁ ତାର ମା ବୋଲି ସେ ଜାଣିପାରେ। ସେହିପରି ଶିଶୁ ପ୍ରଥମେ ବିଭିନ୍ନ ଅବୁଝା ସ୍ୱର ସୃଷ୍ଟି କରେ, ପରେ ପରେ ସେ ଏକ ଶବ୍ଦ, ଦୁଇ ଶବ୍ଦ ବିଶିଷ୍ଟ ବାକ୍ୟ, ଖଣ୍ଡ ବାକ୍ୟ, ଶେଷରେ ପୂର୍ଣ୍ଣ ବାକ୍ୟ କହିବା ଆରମ୍ଭ କରେ। ବିଭିନ୍ନ ଶବ୍ଦକୁ ଏକାଠି କରି ଗୋଟିଏ ବ୍ୟକ୍ତି ବା ପ୍ରକାଶ କରିବା ଭାଷାଗତ ବିକାଶକୁ ବୁଝାଇଥାଏ। ଶିକ୍ଷାର୍ଥୀ ବିକାଶରେ ତାର ଏକକୀକରଣ ଓ ବିଭେଦୀକରଣ ଓ ଦକ୍ଷତା ଉପରେ ନିର୍ଭର ହୋଇଥାଏ। ଏକ ନିର୍ଦ୍ଦିଷ୍ଟ ପ୍ରତ୍ୟେକ କିମ୍ବା ବିଷୟ ଘଟଣା ଉପରେ ନିଜର ସମସ୍ତ ପ୍ରକାରର ଅନୁଭୂତିକୁ ଏକୀକରଣ ଓ ପ୍ରଭେଦୀକରଣ କରି ଶିଶୁ ନୂତନ ଜ୍ଞାନ ଆହରଣ କରେ। ଏହା ଫଳରେ ତାର ଶିକ୍ଷଣ ବଳିଷ୍ଠ ହୋଇଥାଏ। ତ ପିଲାମାନେ ଗୋଟେ ପିଲା ଭୁଲରୁ ଶିଖିଥାଏ, ନୂଆ ନୂଆ ଆଇଡିଆରୁ ଆହୁରି ଶିଖିଥାଏ। ଯେମିତି କି ଗୋଟେ ଏକ୍ସାମ୍ପଲ ନେଇପାରିବ, ହଠାତ୍ ତମେ ଦେଖିବ ଘରେ ଗୋଟେ କ୍ୟାଣ୍ଡେଲ ଜଳୁଛି, ନିଆଁ, ଗୋଟେ ପିଲା ଯାଇକି ଦେଖିବ ସେଇଟା ଗୋଟେ ନିଆଁ ମାନେ ଗୋଟେ ଲାଇଟ୍ ଆସୁଛି, ସେଇଟାକୁ ଯଦି ଛୁଇଁଦବ ତା ହାତ ଜଳିଯିବ। ତ ସେଇଥିରୁ ସିଏ ଗୋଟେ ଶିକ୍ଷା ପାଇଲା କି ନାଇଁ ଏଇ ଜିନିଷଟା ନିଆଁକୁ ଯଦି ମୁଁ ଛୁଇଁବି ଏଇଟା ମତେ କଣ କଷ୍ଟ ଦିଏ, ଯାହା ଫଳରେ କି ମୁଁ ଆକୁ ଆଉ ଛୁଇଁବି ନାହିଁ। ତ ଏଇଥିରେ ସେ ନୂଆ ନୂଆ ଏକ୍ସପେରିମେଣ୍ଟ କରିକି ସେ ତାର ନୂଆ ଶିକ୍ଷଣକୁ ବଢେଇବ ଆଉ ନୂତନ ଶିକ୍ଷଣ ଆଉ ଏକ ଶିକ୍ଷଣକୁ ସୃଷ୍ଟି କରିବାରେ ସହାୟକ କରାଇଥାଏ। ତାପରେ ହେଲା ଶରୀରର ପ୍ରତ୍ୟେକ ଅଙ୍ଗ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ବେଗରେ ବୃଦ୍ଧି ପାଇଥାଏ। ତ ସବୁ ଆମ ବଡିର ଯେତିକି ପାର୍ଟ ଅଛି ତାର ଡେଭଲପମେଣ୍ଟ ର ଟାଇମିଂ ସବୁ ଅଲଗା ଅଲଗା ବା ଭିନ୍ନ ଭିନ୍ନ ହୋଇଥାଏ। କଣ? ଶରୀରରେ ବିଭିନ୍ନ ଅଙ୍ଗ ସମୟରେ ସମାନ ବେଗରେ ବୃଦ୍ଧି ପାଏ ନାହିଁ। ଜନ୍ମ ସମୟରେ ଶିଶୁର ଅନ୍ୟ ଅଙ୍ଗ ତୁଳନାରେ ତାର ମୁଣ୍ଡ ପ୍ରାୟତଃ ବୃଦ୍ଧି ପାଇ ସାରିଥାଏ। ତ ପିଲାମାନେ ଫାଷ୍ଟ ତାର ଡେଭଲପମେଣ୍ଟ ହୁଏ ମୁଣ୍ଡ, ବ୍ରେନ ଆଗ ଡେଭଲପମେଣ୍ଟ ହବ। ଛୋଟ ଅବସ୍ଥାରେ ଶିଶୁର ସ୍ନାୟୁଗତ ବିକାଶ ଦ୍ରୁତର ହୋଇ ତାପରେ ଧିମେଇ ଯାଏ ଓ କୈଶୋର ଅବସ୍ଥାରେ ଏହା ପୁଣି ଦ୍ରୁତତର ହୋଇଥାଏ। ପ୍ରାରମ୍ଭରେ ଲିଙ୍ଗର ବିକାଶ ମନ୍ଥର ହୋଇଥାଏ। ପ୍ରାରମ୍ଭରେ ଲିଙ୍ଗର ବିକାଶ ପିଲାମାନେ ମନ୍ଥର ହୋଇଥାଏ। ମନେ ରଖିଥାଅ, ଫାଷ୍ଟ ତମର ବଡି ପାର୍ଟ ଭିତରୁ କେଉଁ ପାର୍ଟ
सभा फर्स्ट डेभलप होता है सेटा होची मुंड बा ब्रेन। यह 12 ଆଉ 13 ବର୍ଷ ବୟସ ବେଳକୁ ଦ୍ରୁତ ହୋଇଥାଏ। 12 ଆଉ 13 ବର୍ଷ ବୟସରୁ ଦ୍ରୁତ, ଯୋଉଟା କି ଆମର ଆଡୋଲେସେନ୍ସ ର ଷ୍ଟାର୍ଟିଂ ଟାଇମ ଟା। ଶିଶୁର ସମସ୍ତ ଅଙ୍ଗର ଉପଯୁକ୍ତ ବିକାଶ ପାଇଁ ପ୍ରାଥମିକ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ଶିକ୍ଷାର୍ଥୀ ମାନଙ୍କର ବୟସ ଅନୁସାରେ ବିଭିନ୍ନ ପ୍ରକାରର ଶାରୀରିକ ଚର୍ଚ୍ଚା, ଯୋଗ ଶିକ୍ଷା, ସ୍ୱାସ୍ଥ୍ୟ ଶିକ୍ଷା ଦିଆଯିବା ବ୍ୟବସ୍ଥା ହେବା ଆବଶ୍ୟକ। ବାଳିକା ମାନଙ୍କର ବୃଦ୍ଧିର ବେଗ ଓ ବାଳକ ମାନଙ୍କ ବୃଦ୍ଧିର ବେଗ ଠାରୁ ଅଲଗା ହୋଇଥାଏ। ଦେଖିବା ବାଳକ ଓ ବାଳିକା ମାନଙ୍କର ବୃଦ୍ଧିର ବେଗର ଭିନ୍ନତା ଥାଏ। ବାଳକ ମାନଙ୍କ ଅପେକ୍ଷା ବାଳିକା ମାନଙ୍କ ଶାରୀରିକ ପରିପକ୍ୱତା ଶୀଘ୍ର ହୋଇଥାଏ। ଏପରିକି ଜନ୍ମ ସମୟରେ ଏବଂ ପ୍ରାକ୍ କୈଶୋର ଅବସ୍ଥାରେ ବାଳିକା ମାନେ ବାଳକ ମାନଙ୍କ ଅପେକ୍ଷା ଶରୀରର ଓଜନ ଉଚ୍ଚତା ଦୃଷ୍ଟିରୁ ଆଗୁଆ ଥାନ୍ତି। ପରେ ପ୍ରାୟତଃ ବାଳକ ମାନେ ବାଳିକା ମାନଙ୍କ ସହିତ ସମକକ୍ଷ ହୋଇଯାଆନ୍ତି। ବାଳକ ମାନଙ୍କ ଅପେକ୍ଷା ବାଳିକା ମାନେ ବିକାଶ କାଳୀନ କାର୍ଯ୍ୟ ସମୂହ ଆଗୁଆ ଶିକ୍ଷା କରିଥାନ୍ତି। ବାଳକ ଓ ବାଳିକା ମାନେ ଯେପରି ଯଥା ସମୟରେ ବିକାଶ କାଳୀନ କାର୍ଯ୍ୟଭାରା ଶିକ୍ଷା କରନ୍ତି, ସେଥିପ୍ରତି ପିତାମାତା ଓ ଶିକ୍ଷକ ମାନେ ଯତ୍ନବାନ ହେବା ଦରକାର। ତ ପିଲାମାନେ ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ। ଇଏ ତ ଥିଲା ଥିଓରି ପାଠ, ଏଇଟା ସବୁଠାରୁ ଇମ୍ପୋର୍ଟାଣ୍ଟ, ଏକୁ ଟିକେ ଭଲ ଭାବରେ ବୁଝିବା। ବିକାଶର ବିଭିନ୍ନ ପର୍ଯ୍ୟାୟ ଓ ସୋପାନ, ଷ୍ଟେଜେସ୍ ଅଫ ଚାଇଲ୍ଡ ଡେଭଲପମେଣ୍ଟ, କଣ କଣ ଷ୍ଟେଜ ଅଛି ସେଇଟା ପିଲାମାନେ, ଏଇଟା ଆମର ଜେଟିଏସ୍ ରେ, ତମର ଟିଜିଟି ରେ, ତା ସହିତ ତମର ଓଟିଟି, ଓଏସଟିଟି, ସିଟେଟ ରେ ବି ଏଇଟା ପଚାରିବ, ସୁପର ଟେଟ ରେ ବି ପଚାରିବ। ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବ୍ୟକ୍ତିର ବୃଦ୍ଧି ବିକାଶ ବିଭିନ୍ନ ପର୍ଯ୍ୟାୟ ଦେୟ ହୋଇଥାଏ। ବିକାଶର ବିଭିନ୍ନ ପର୍ଯ୍ୟାୟର ବୟସ ନିମ୍ନ ସାରଣୀରେ ଦିଆଗଲା। ପିଲାମାନେ ଏଇଟା ପୁରା ଇମ୍ପୋର୍ଟାଣ୍ଟ, ସ୍କ୍ରିନଶଟ ମାରିକି ରଖିଦବ ଆଉ ଆକୁ ଟିକେ ନୋଟ ଡାଉନ କରିଦବ। ପ୍ରଥମେ ହେଲା ବିକାଶର ବିଭିନ୍ନ ପର୍ଯ୍ୟାୟ। ଫାର୍ଷ୍ଟ ହେଲା ବିକାଶର ବିଭିନ୍ନ ପର୍ଯ୍ୟାୟ। ଆମେ ଜାଣିବା ପ୍ରଥମେ ହେଲା ଶୈଶବ ଅବସ୍ଥା। ଶୈଶବ ଅବସ୍ଥା ତମର ଷ୍ଟାର୍ଟିଂ ହୁଏ ଜନ୍ମରୁ 3 ବର୍ଷ। ଜନ୍ମରୁ 3 ବର୍ଷ ଅବସ୍ଥାକୁ ଶୈଶବ ଅବସ୍ଥା କୁହାଯାଏ। ତାପରେ ବାଲ୍ୟ ଅବସ୍ଥାକୁ 3 ବର୍ଷରୁ 12 ବର୍ଷ ବୟସକୁ ଆମେ ବାଲ୍ୟ ଅବସ୍ଥା ବୋଲି କହିଥାଉ। ବାଲ୍ୟ ଅବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଯୋଉ 3 ରୁ 12 ବର୍ଷ ବୟସ ବା ଟାଇମ ପିରିୟଡ କୁ ଯୋଉ ଆମେ ବାଲ୍ୟ ଅବସ୍ଥା କହୁ, ସେ ବାଲ୍ୟ ଅବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟିଏ ହେଲା ଆଦ୍ୟ ବାଲ୍ୟ ଅବସ୍ଥା, ଆଉ ଗୋଟେ ହେଲା ଶେଷ ବାଲ୍ୟ ଅବସ୍ଥା, ଯାହାକୁ ଆମେ ପ୍ରାନ୍ତଃ ବାଲ୍ୟ ଅବସ୍ଥା ମଧ୍ୟ କହିପାରିବା। ଆଦ୍ୟ ବାଲ୍ୟ ଅବସ୍ଥା କୋଉ ପିରିୟଡ କୁ ବୁଝାଏ? 3 ବର୍ଷରୁ 6 ବର୍ଷ ପିଲାକୁ ଆମେ ଆଦ୍ୟ ବାଲ୍ୟ ଅବସ୍ଥା ପିଲା ବୋଲି କହିବା। ଆଉ ଶେଷ ବାଲ୍ୟ ଅବସ୍ଥା ପିଲା କୋଉ ବର୍ଷରୁ କୋଉ ବର୍ଷ? 6 ବର୍ଷରୁ 12 ବର୍ଷକୁ ଆମେ ଶେଷ ବାଲ୍ୟ ଅବସ୍ଥା ବା ପ୍ରାନ୍ତଃ ବାଲ୍ୟ ଅବସ୍ଥା ବୋଲି ଆମେ କହିବା। କୋଶ୍ଚିନ୍ ପିଲାମାନେ ଆସିବ କି 3 ବର୍ଷରୁ 6 ବର୍ଷ ବୟସର ପିଲାଙ୍କୁ କେଉଁ ବାଲ୍ୟ ଅବସ୍ଥା ବା କେଉଁ ଅବସ୍ଥା ବୋଲି ଶ୍ରେଣୀଭୁକ୍ତ କରିବା? ତମେ କହ ଆଦ୍ୟ ବାଲ୍ୟ ଅବସ୍ଥା। ତାପରେ ଆସିବ ପିଲାମାନେ କୈଶୋର ଅବସ୍ଥା। କୈଶୋର ଅବସ୍ଥା ଗୋଟେ ଷ୍ଟ୍ରେସ ର ଅବସ୍ଥା ବୋଲି କୁହାଯାଏ। ଏଇଥିରେ ବହୁତ ପିଲାମାନେ ଷ୍ଟ୍ରେସ ରେ ଥାନ୍ତି। କୈଶୋର ଅବସ୍ଥା 10 ରୁ 19 ବର୍ଷ ବୟସକୁ କୈଶୋର ଅବସ୍ଥା କୁହାଯାଏ। ପୁଣି କୈଶୋର ଅବସ୍ଥାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପ୍ରାକ୍ କୈଶୋର ଅବସ୍ଥା 10 ବର୍ଷରୁ 14 ବର୍ଷ, ଆଉ ଗୋଟେ ହେଲା କୈଶୋର ଅବସ୍ଥା 13 ବର୍ଷରୁ ଆମର 19 ବର୍ଷ। ତ ପିଲାମାନେ ଏଇଟା ଟିକେ ଡିଫରେଣ୍ଟ ହେଇପାରେ। କେତେଟା ବହିରେ 10 ରୁ 13, କେତେଟା ବହିରେ 12 ରୁ 14, କେତେଟା ବହିରେ 13 ରୁ 18 କିମ୍ବା 19, କେତେଟା 14 ରୁ 18 କିମ୍ବା 19। ତ ଆମେ ଏ ଅନୁସାରେ ଫଲୋ କରିକି ଯିବା। ତ ପ୍ରାକ୍ କୈଶୋର ଅବସ୍ଥାର ଟାଇମ, ପ୍ରଥମେ ତ ହେଲା କୈଶୋର ଅବସ୍ଥାର ଟାଇମ ପିରିୟଡ ହଉଛି 10 ରୁ 19 ବର୍ଷ, ତାକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ପ୍ରାକ୍ କୈଶୋର ଅବସ୍ଥା, ଯୋଉଟା 10 ବର୍ଷରୁ 14 ବର୍ଷ କିମ୍ବା 12 ବର୍ଷରୁ 14 ବର୍ଷ କହିଲେ ବି ଚଳିବ, ଅପସନରେ ଯଦି ଥବ। ଆଉ ଏଟା ହେଲା କୈଶୋର ଅବସ୍ଥା 13 ବର୍ଷରୁ 19 ବର୍ଷ ବା 14 ବର୍ଷରୁ 19 ବର୍ଷ କହିଲେ ହବ। କୈଶୋର ଅବସ୍ଥା ପଦାର୍ପଣ କରିସାରିଲା ପରେ ତାପରେ ଆସିବ ପରିଣତ ଅବସ୍ଥା। ପରିଣତ ଅବସ୍ଥା କୋଉ ବର୍ଷରୁ କୋଉ ବର୍ଷ? ନା 19 ବୟସରୁ 60 ବର୍ଷ। 19 ବର୍ଷରୁ 60 ବର୍ଷ, ତାକୁ ବି ମଧ୍ୟ ଦୁଇ ଭାଗରେ ବିଭକ୍ତ କରାଯାଇଛି। ଗୋଟେ ହେଲା ଆଦ୍ୟ ପରିଣତ ଅବସ୍ଥା, 19 ବର୍ଷରୁ 40 ବର୍ଷ ବ୍ୟକ୍ତି ମାନଙ୍କୁ ଆମେ ଆଦ୍ୟ ପରିଣତ ଅବସ୍ଥା ବୋଲି କହିବା। ଆଉ ଗୋଟେ ହେଲା ପରିଣତ ଅବସ୍ଥା, ଯୋଉଟା 40 ବର୍ଷରୁ 60 ବର୍ଷକୁ ବୁଝାଇଥାଏ।
ତାପରେ ଶେଷରେ ଆସିବ ବାର୍ଦ୍ଧକ୍ୟ ଅବସ୍ଥା, ଯୋଉଟା 60 ବର୍ଷରୁ ମୃତ୍ୟୁ ପର୍ଯ୍ୟନ୍ତ ପିରିୟଡ କୁ ଆମେ ବାର୍ଦ୍ଧକ୍ୟ ଅବସ୍ଥା ବୋଲି କୁହାଯାଏ। ତ ଏଇଟା ଲାଷ୍ଟ ଟିକେ ପଢିଦବା। ବିକାଶର ବିଭିନ୍ନ ପର୍ଯ୍ୟାୟ ଗୁଡିକୁ ପରସ୍ପର ଠାରୁ ଅଲଗା ଜଣା ପଡୁଥିଲେ ମଧ୍ୟ ଶିକ୍ଷାର୍ଥୀର ବିକାଶ କ୍ରମଗତ ଭାବରେ ବିଭିନ୍ନ ପର୍ଯ୍ୟାୟ ଦେଇ ଗତି କରିଥାଏ। ସବୁ ଶିକ୍ଷାର୍ଥୀ ଏଇ ସବୁ ପର୍ଯ୍ୟାୟ ଦେଇ ଗତି କରୁଥିଲେ ମଧ୍ୟ ବୟସ ଦୃଷ୍ଟିରୁ ସେମାନଙ୍କ ମଧ୍ୟରେ ଭିନ୍ନତା ଦେଖାଯାଏ। ସମସ୍ତେ ଗୋଟିଏ ଏଜ ରେ ଥିଲେ ମଧ୍ୟ ସମସ୍ତଙ୍କର କାପାବଲ ବିକାଶ ଗ୍ରୋଥ କୁ ଦେଖିଲେ ସମସ୍ତେ ସମସ୍ତେ ପରସ୍ପର ଠାରୁ ଭିନ୍ନତା ଆଉ କୌଶଳରେ ଭିନ୍ନତା ଆଉ ଦକ୍ଷତାରେ ଭିନ୍ନତା ଦେଖା ଯାଇଥାଏ। ଉଦାହରଣ ସ୍ୱରୂପ ଜଣେ ଶିକ୍ଷାର୍ଥୀ 11 ବର୍ଷ ବୟସରେ ଜଣେ ଶିକ୍ଷାର୍ଥୀ 11 ବର୍ଷ ବୟସରେ ପ୍ରାକ୍ କୈଶୋର ଅବସ୍ଥାରେ ଉପନୀତ ହେଉଥିବା ବେଳେ ଆଉ ଜଣେ 13 ବର୍ଷ ବୟସରେ ଉକ୍ତ ଅବସ୍ଥାରେ ପଦାର୍ପଣ କରନ୍ତି। ତ ସମସ୍ତଙ୍କର ବିକାଶର ଡେଭଲପମେଣ୍ଟ ଟିକେ ଅଲଗା ଅଲଗା ହୋଇ ରହିଥାଏ, ସମାନ କେବେ ହେବ ନାହିଁ। ତ ପିଲାମାନେ, ମୁଁ ଆଜି ତମକୁ ଫାର୍ଷ୍ଟ ଟାଇମ ମୋର ଏଇଟା ଫାର୍ଷ୍ଟ ୟୁଟ୍ୟୁବ ଚ୍ୟାନେଲ, ଫାର୍ଷ୍ଟ ଭିଡିଓ ଓଟିଇଟି ଉପରେ। ମୁଁ ଆଗରୁ କରିଥାନ୍ତି କିନ୍ତୁ ମୁଁ ସେଇ ସମୟରେ ମୁଁ ନିଜେ ଓଟିଇଟି ପଢୁଥିଲି। ତ ଏଇଟା ଫାର୍ଷ୍ଟ ଟାଇମ ତମକୁ ମୁଁ ପଢଉଛି। ଯଦି କିଛି ମିଷ୍ଟେକ୍ ହେଇଥିବ ତ ମତେ କହିବ। ତ ଫାର୍ଷ୍ଟ ଟାଇମ ମୁଁ ଅନଲାଇନରେ ପଢୁଛି। ମୁଁ ଟିଚର ଅଛି ସେଣ୍ଟ ଜୋସେଫ ହାଇସ୍କୁଲରେ, 3 ବର୍ଷ ହେଇଗଲାଣି ମୁଁ ଅଫଲାଇନରେ ପଢାଏ। ତ ଫାର୍ଷ୍ଟ ଟାଇମ ଅନଲାଇନରେ ପଢେଇଲାରୁ ଟିକେ ନର୍ଭସନେସ ଲାଗୁଛି ଆଉ ଟିକେ ଅନକମ୍ଫର୍ଟେବଲ ବି ଲାଗୁଛି, କିନ୍ତୁ ଏଇଟା ମୁଁ ଧୀରେ ଧୀରେ ଏଇଟା କରିଦେବି ତମମାନଙ୍କ ଆଶୀର୍ବାଦ ରହିଲେ। ତ ଆଜି ଆମେ ଥିଓରି ସବଜେକ୍ଟ ଆଜି ଆମେ ସବଜେକ୍ଟକୁ ଜାଣିଲେ। ଫାର୍ଷ୍ଟ କଣ ଜାଣିଲେ? କନସେପ୍ଟ, ପ୍ରିନ୍ସିପାଲ ଆଉ ଷ୍ଟେଜେସ ଅଫ ଚାଇଲ୍ଡ ଡେଭଲପମେଣ୍ଟ। ତ ମୁଁ ଆଉ ଗୋଟେ ନେକ୍ସଟ ଭିଡିଓରେ ଅପଲୋଡ କରିଦେବି ଯୋଉଥିରେ କି ଆମେ ସବୁ ଏମସିକ୍ୟୁ କୁ ପ୍ରାକ୍ଟିସ କରିବା। ଇଏ ତ ଗଲା ସବଜେକ୍ଟିଭ ଆମେ ଜାଣିଲେ। ଏବେ ଆସିବ ଏମସିକ୍ୟୁ। ଏମସିକ୍ୟୁ ମୁଁ ସମୟର ଆଉ ଗୋଟେ ଭିଡିଓ, ଗୋଟିଏ ଭିଡିଓ କଲେ ବହୁତ ବଡ ହେଇଯିବ। ଆଉ ମୁଁ ଆଉ ଗୋଟେ ଭିଡିଓରେ ମୁଁ ଏମସିକ୍ୟୁ କୁ ପ୍ରାକ୍ଟିସ କରିବା। ଆମେ ଗୋଟେ ଗୋଟେ ପଢି ଚାଲିବା କି ଆକ୍ଚୁଆଲି ଏମସିକ୍ୟୁ କିପରି ଭାବରେ ଆମେ ଶିଖିପାରିବା ଆଉ ପଢିବା ଜାଣିବା। ବହୁତ ଭଲ ହବ ଓଟିଇଟି ଜେଟି ଗୋଟେ ଗଭର୍ଣ୍ଣମେଣ୍ଟ ଟିଚର ହେବା ପାଇଁ। ତ ଫାର୍ଷ୍ଟ ଏଇଟା ଥିଲା ସବଜେକ୍ଟିଭ। ମୁଁ ଏମସିକ୍ୟୁ ଟା ନେକ୍ସଟ ଭିଡିଓରେ ସେମ୍ ଇଏ କରିବି। ଆଉ ଗୋଟେ ଗୋଟେ କେବଳ ପେଡାଗୋଜି ନାହିଁ, ତମକୁ ରିଜନିଂ, ଆମର ଜିକେ, କରେଣ୍ଟ ଆଫେୟାର, ଇଂଲିଶ, ଓଡ଼ିଆ ଆଉ ଯେତିକି ଆମର ପ୍ୟାସେଜ ଗ୍ରାମାର ଅଛି ସବୁ ଗୁଡିକ ମୁଁ ଗୋଟେ ଗୋଟେ ଧୀରେ ଧୀରେ ଏଇ ମାସ ଭିତରେ ଆମର ଜେଟି ଆଉ ଓଟିଇଟି ର ସବୁ ସିଲାବସ କୁ କଭରେଜ କରିବା ପାଇଁ ମୁଁ ଚେଷ୍ଟା କରିକି ଭିଡିଓ ଅପଲୋଡିଂ କରିବି। ଆଉ ଆପଣଙ୍କର ଲାଇକ୍ ଆଉ କମେଣ୍ଟ ସେୟାର ହେଲେ ମୁଁ ବହୁତ ଉପକୃତ ହେବି। ଥ୍ୟାଙ୍କ ୟୁ।